ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଚାଲନ୍ତୁ ଜାଣିବା ଭଗବାନଙ୍କ ସାମ୍ନାରେ କାନ୍ଦିଲେ କଣ ହୋଇଥାଏ। ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଦର୍ଶକ ବନ୍ଧୁ, ଆଜି ଆମେ ଜାଣିବା ଭଗବାନଙ୍କ ଆଗରେ କାନ୍ଦିବା ଦ୍ୱାରା କଣ ହୋଇଥାଏ, କଣ କରିବା ଉଚିତ, କଣ ନ କରିବା ଅନୁଚିତ। ଭଗବାନଙ୍କ ସାମ୍ନାରେ ସେହି ବ୍ୟକ୍ତି କାନ୍ଦିଥାଏ ଯିଏ ବିଶ୍ୱାସ କରିଥାଏ ଯେ ତାର ସମସ୍ତ କଷ୍ଟରୁ ଭଗବାନ ହିଁ ତାଙ୍କୁ ରକ୍ଷା କରିପାରିବେ। ଈଶ୍ୱରଙ୍କୁ ଅତି ନିଜର ମାନିଥିବା ବ୍ୟକ୍ତି ତାଙ୍କ ସାମ୍ନାରେ ହିଁ କାନ୍ଦିଥାଏ। ଈଶ୍ୱର ବ୍ୟକ୍ତିକୁ ସାହାଯ୍ୟ କରନ୍ତୁ ବା ନ କରନ୍ତୁ, ମାତ୍ର ସେ ଈଶ୍ୱରଙ୍କୁ ପ୍ରାର୍ଥନା କରିବା ଛାଡ଼ି ନଥାଏ। ଈଶ୍ୱର ନିବେଦନ ଶୁଣିବା ପରେ ବିଳମ୍ବ କରିଥାନ୍ତି, କିନ୍ତୁ ଦିନେ ନିଶ୍ଚୟ ଉତ୍ତର ଦେଇଥାନ୍ତି। ବ୍ୟକ୍ତି ତାର ଦୁଃଖ ସମୟରେ ଈଶ୍ୱରଙ୍କ ଠାରେ କାନ୍ଦିଥାଏ ଏବଂ ସୁଖ ସମୟରେ ମଧ୍ୟ ଆନନ୍ଦ ସହ କାନ୍ଦି ପକାଇଥାଏ। ଏଭଳି ବ୍ୟକ୍ତିର ମନ ପବିତ୍ର ହୋଇଥାଏ। ଏପରି ବ୍ୟକ୍ତି ଈଶ୍ୱରଙ୍କ ଠାରେ ଲୀନ ହୋଇଥାଏ। ଦିବାରାତ୍ରି ଭଗବାନଙ୍କ ଠାରେ ଜୀବନ ଅତିବାହିତ କରିଥାଏ। ଯେବେ ମଣିଷ ଜୀବନରେ ଦୁଃଖ କଷ୍ଟ ଘେରିଥାଏ, ତେବେ ସେ ଈଶ୍ୱରଙ୍କ ସାମ୍ନାରେ ନିଜକୁ ନତ କରିଥାଏ। ଈଶ୍ୱର ମଧ୍ୟ ଆମର ସମସ୍ତ ଦୁଃଖ କଷ୍ଟ ଜାଣିଥାନ୍ତି, କାରଣ ଭଗବାନ ହେଉଛନ୍ତି ଅନ୍ତର୍ଯ୍ୟାମୀ। ତାଙ୍କଠାରେ କୌଣସି ବିଷୟ ଲୁଚି ରହିନଥାଏ। ଯଦି କୌଣସି ବ୍ୟକ୍ତିକୁ ଈଶ୍ୱରଙ୍କ ପାଖକୁ ଯିବା କ୍ଷଣି କାନ୍ଦ ଆସିଥାଏ, ବ୍ୟକ୍ତିଙ୍କୁ ବିପଦରୁ ଶୀଘ୍ର ବାହାରକୁ ଆସିବାକୁ ହେଲେ ଭଗବତ ଗୀତାର ପଠନ କରିବା ଉଚିତ। ଭଗବତ ଗୀତାକୁ ସବୁଦିନ ପଢ଼ିବା ଦ୍ୱାରା ଜୀବନ ବଦଳି ଯାଇଥାଏ। ଯଦି ଆପଣ ଈଶ୍ୱରଙ୍କର ସ୍ମୃତି କରନ୍ତି, ତେବେ ଜୀବନର ବଡ଼ରୁ ବଡ଼ ସମସ୍ୟା ସମାଧାନ ହୋଇଯାଇଥାଏ। ସଂସାରରେ ଥିବା ପ୍ରତ୍ୟେକ ମଣିଷ ଏହା ଚାହିଁଥାଏ କି ସେ ମୃତ୍ୟୁ ପରେ ମୋକ୍ଷକୁ ପ୍ରାପ୍ତ କରୁ ଏବଂ ସଂସାରରେ ଥିବା ସମୟରେ ଭଗବାନ ତାର ସମସ୍ତ ମନସ୍କାମନା ପୂରଣ କରନ୍ତୁ। ବ୍ୟକ୍ତି ତାର ସବୁ ଇଚ୍ଛା ପୂର୍ଣ୍ଣ ହେଉ ବୋଲି ଇଚ୍ଛା କରେ, ମାତ୍ର ଈଶ୍ୱର ସମସ୍ତ ବିଷୟକୁ ଦେବେ ଏହା ଭାବିବା ଠିକ୍ ନୁହେଁ। କାରଣ କିଛି ବିଷୟକୁ ପାଇବାକୁ ହେଲେ ଆମକୁ କିଛି କରିବାକୁ ପଡ଼ିଥାଏ। ମଣିଷ ନିଜର ଇଷ୍ଟ ଦେବଙ୍କୁ ପୂଜା ଉପାସନା କରିଥାନ୍ତି। ଯେବେ ବ୍ୟକ୍ତି ଈଶ୍ୱରଙ୍କୁ ସାମ୍ନାକୁ ଆସିଥାଏ, ତେବେ ତାହାର ମନରେ ଆସିଥିବା ଭଲ ମନ୍ଦ କଷ୍ଟ ଦୁଃଖ ବିଚାର ଏହିସବୁ ବିଷୟକୁ ଭାବି ସେ ଈଶ୍ୱରଙ୍କ ଆଗରେ କାନ୍ଦି ପକାଇଥାଏ। ଏହା ହେଉଛି ଶୁଭ ଚିହ୍ନ ସଂକେତ ଅଟେ। ଈଶ୍ୱରଙ୍କ ଆଗରେ କାନ୍ଦିବା ଉଚିତ। ଯଦି ଆମେ ଅନ୍ୟ ବ୍ୟକ୍ତିଙ୍କ ଆଗରେ କାନ୍ଦୁ, ତେବେ ସେ ବ୍ୟକ୍ତି ଏହାକୁ ନେଇ ପଛରେ ଆପଣଙ୍କର ମଜାକ କରିପାରେ, କିନ୍ତୁ ଈଶ୍ୱର କେବେ ବି ତାହା କରନ୍ତି ନାହିଁ। ଈଶ୍ୱରଙ୍କ ଆଗରେ କାନ୍ଦି ନିଜର ମନ କଥା କହିବା ଦ୍ୱାରା ଚମତ୍କାରୀ ଭାବରେ ଆମ ସମସ୍ୟା ସମାଧାନ ହୋଇଥାଏ। ତେଣୁ ମଣିଷକୁ ଭଗବାନଙ୍କ ସାମ୍ନାରେ କାନ୍ଦିବା ଶୁଭ ହୋଇଥାଏ।